देखो ଶିଖରେ ଆପଣଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ନମ୍ବର 1, ସ୍ୱଚ୍ଛ ଭାରତ ଅଭିଯାନ ଅର୍ବାନ୍ 2.0 ଓ ଅମୃତ 2.0ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି। ନୂଆଦିଲ୍ଲୀ ସ୍ଥିତ ଡକ୍ଟର ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରରେ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ଅଭିଯାନ ଅର୍ବାନ୍ 2.0 ଏବଂ ଅଟଲ ମିଶନ ଫର ରିଜୁଭେନେସନ ଆଣ୍ଡ ଅର୍ବାନ୍ ଟ୍ରାନ୍ସଫରମେସନ 2.0 ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ, ସହରମାନଙ୍କୁ ଆବର୍ଜନା ମୁକ୍ତ କରିବା ହେଉଛି ସ୍ୱଚ୍ଛ ଭାରତ ଅଭିଯାନ 2.0ର ଉଦ୍ଦେଶ୍ୟ। ଏହି ଦ୍ୱିତୀୟ ପର୍ଯ୍ୟାୟରେ ଆମେ ନର୍ଦ୍ଦମା ଏବଂ ସୁରକ୍ଷା ପରିଚାଳନା ପାଇଁ ମଧ୍ୟ ଲକ୍ଷ୍ୟ ରଖିବା। ସହରର ଜଳ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସହ ନାଳ ନର୍ଦ୍ଦମାର ଦୂଷିତ ପାଣି ଯେମିତି ନଦନଦୀରେ ନ ମିଶେ ସେଥିପ୍ରତି ସୁନିଶ୍ଚିତ ରହିବା। ସ୍ୱଚ୍ଛ ଭାରତ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଅର୍ବାନ୍ 2.0 ଓ ଅମୃତ 2.0 ମଧ୍ୟ ବିଆର୍ ଆମ୍ବେଦକରଙ୍କ ସ୍ୱପ୍ନ ସାକାର କରିବାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ନମ୍ବର 2, 1411 କୋଟି ଟଙ୍କାର 9 ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ। ରାଜ୍ୟରେ 1411.58 କୋଟି ଟଙ୍କାର 9ଟି ଶିଳ୍ପ ପ୍ରକଳ୍ପକୁ କାଲି ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ ମିଳିଛି। ଏହି ପୁଞ୍ଜିନିବେଶ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ 2846 ଜଣଙ୍କୁ ଅତିରିକ୍ତ ନିଯୁକ୍ତି ସୁଯୋଗ ମିଳିପାରିବ। ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ କାଲି ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପ୍ରାଧିକରଣରେ ଏହି ପୁଞ୍ଜିନିବେଶ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ମିଳିଛି। ବିଶେଷ କରି ଫୁଡ୍ ପ୍ରୋସେସିଂ, ଇସ୍ପାତ, ଡାଉନଷ୍ଟ୍ରିମ୍, ସାର ନିର୍ମାଣ, ହସ୍ପିଟାଲିଟି କ୍ଷେତ୍ରରେ ଏହି ନିବେଶ ହେବ। ନମ୍ବର 3, ଆଜି ସବୁ ବିଜେପି ବିଧାୟକଙ୍କ ଘର ଆଗରେ ବିକ୍ଷୋଭ କରିବେ ଚାଷୀ। କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦୀର୍ଘ ଗୋଟିଏ ବର୍ଷ ହେଲା ଆନ୍ଦୋଳନ କରୁଥିବା ଚାଷୀମାନେ ଏବେ ନିଜ ଆଭିମୁଖ୍ୟକୁ ଆହୁରି କଡ଼ା କରିଛନ୍ତି। କୃଷି ଆଇନ ପ୍ରତ୍ୟାହାର ସହ ଠିକ୍ ସମୟରେ ଫସଲ ସଂଗ୍ରହ ଦାବିରେ ଆଜି ଚାଷୀମାନେ ବିଜେପି ଶାସିତ ହରିୟାଣାରେ ଆନ୍ଦୋଳନ କରିବେ। ଏହି ସମୟରେ ରାଜ୍ୟରେ ଥିବା ସମସ୍ତ ବିଜେପି ବିଧାୟକଙ୍କ ଘର ଆଗରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବେ। ସେହିପରି ପଞ୍ଜାବର ସବୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ମଧ୍ୟ ଧାରଣା ଦେବେ ବୋଲି ଚାଷୀ ନେତା ରାକେଶ ଟିକାୟତ ଘୋଷଣା କରିଛନ୍ତି। ଖରିଫ ବା ମୌସୁମୀ ବେଳରେ ଉତ୍ପାଦିତ ହେଉଥିବା ଫସଲକୁ ଚାଷୀମାନଙ୍କଠାରୁ 11 ତାରିଖ ଯାଏଁ ସଂଗ୍ରହ କରିବେ ନାହିଁ ବୋଲି ଗୁରୁବାର କେନ୍ଦ୍ର ସରକାର କହିଥିଲେ। ପଞ୍ଜାବ ଓ ହରିୟାଣାରେ ଏପରି ନିୟମ ଲାଗୁ ହେବ ସରକାର ନିଷ୍ପତ୍ତି ନେଇଛନ୍ତି। ନମ୍ବର 4, କୋରାପୁଟ ଓ ପୁରୀରେ ଖୋଲିଲା କୋରାପୁଟ କାଫେର 2ଟି ଆଉଟଲେଟ୍। କୋରାପୁଟ ଜିଲ୍ଲାର କଫି ଚାଷକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଲି ଆନ୍ତର୍ଜାତିକ କଫି ଦିବସରେ କୋରାପୁଟ କଫିର ସ୍ୱତନ୍ତ୍ର ୱେବସାଇଟ୍କୁ ଲୋକାର୍ପଣ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ୍ରେ କୋରାପୁଟ ଓ ପୁରୀଠାରେ 2ଟି କୋରାପୁଟ କାଫେ ଆଉଟଲେଟ୍କୁ ମଧ୍ୟ ଉଦ୍ଘାଟନ କରିଛନ୍ତି। କୋରାପୁଟ କାଫେର ଏକ ଆଉଟଲେଟ୍ ପୁରୀ ସମୁଦ୍ର ବେଳାଭୂମିରେ ଏବଂ ଅନ୍ୟଟି କୋରାପୁଟ ଜିଲ୍ଲାରେ କାଲି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। କୋରାପୁଟ କଫିର ଗୁଣାତ୍ମକ ମାନ ଓ ସ୍ୱାଦ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହା ଉଭୟ ଦେଶ ଭିତରେ ଓ ବାହାରେ ଲୋକଦ୍ରୁତ ହୋଇପାରିଛି। ଏଥିପାଇଁ ସେ ଆଦିବାସୀ ଉନ୍ନୟନ ନିଗମ ଓ କଫି ଚାଷୀଙ୍କୁ ଧନ୍ୟବାଦ ଜଣାଇଥିଲେ। ପାଣିପାଗ ସୂଚନା, ଆଜି ରାଜ୍ୟରେ ପାଗ ଶୁଖିଲା। ଅକ୍ଟୋବର 2ରୁ 3 ତାରିଖ ମଧ୍ୟରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ଅଳ୍ପ କିଛି ସ୍ଥାନରେ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି। ଅକ୍ଟୋବର 3ରୁ 4 ତାରିଖ ମଧ୍ୟରେ କୋରାପୁଟ, ମାଲକାନଗିରି ଓ ଭଦ୍ରକ ଆଦି ଗୋଟିଏ ଦୁଇଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଏହାପରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ନମ୍ବର 6, ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଗସ୍ତ। ଦଶହରା ପୂର୍ବରୁ ଯିବେ 3 ଜିଲ୍ଲା। ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ଜିଲ୍ଲା ଗସ୍ତରେ ଯିବେ। ଦଶହରା ପୂର୍ବରୁ 6 ଦିନିଆ ଦିଲ୍ଲୀ ଗସ୍ତ ଶେଷ କରି ଫେରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ସପ୍ତାହରେ 3ଟି ଜିଲ୍ଲା ଗସ୍ତ କରିବେ। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଗୋଟିଏ ସପ୍ତାହରେ 3ଟି ଜିଲ୍ଲାକୁ ସରକାରୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା 4 ତାରିଖରେ ଗଜପତି ଜିଲ୍ଲା ଗସ୍ତରେ ଯିବେ। ଏହାପରେ ଆସନ୍ତା 7 ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଗସ୍ତ କରି ସେଠାରେ ବିଜୁ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ପ୍ରାୟ 300 କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଅକ୍ଟୋବର 9 ତାରିଖରେ ମୁଖ୍ୟମନ୍ତ୍ରୀ ଦେବଗଡ଼ ଜିଲ୍ଲା ଗସ୍ତରେ ଯିବେ। ନମ୍ବର 7, 2022ରୁ ଭାରତରେ ବ୍ରଡବ୍ୟାଣ୍ଡ ସେବା ଯୋଗାଇବ ଷ୍ଟାରଲିଙ୍କ। ଏଲୋନ ମସ୍କଙ୍କ ନେତୃତ୍ୱାଧୀନ ସ୍ପେସ୍ଏକ୍ସର ସାଟେଲାଇଟ୍ ବ୍ରଡବ୍ୟାଣ୍ଡ ଷ୍ଟାରଲିଙ୍କ ଡିସେମ୍ବର 2022ରୁ ଭାରତରେ ଏହାର ବ୍ରଡବ୍ୟାଣ୍ଡ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ସରକାରଙ୍କ ଅନୁମତି ଅନୁଯାୟୀ 2 ଲକ୍ଷ ସକ୍ରିୟ ଟର୍ମିନାଲ ଅଛି ବୋଲି ଶୁକ୍ରବାର ଦିନ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଷ୍ଟାରଲିଙ୍କର କଣ୍ଟ୍ରି ଡାଇରେକ୍ଟର ସଞ୍ଜୟ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଭାରତରୁ ଆସିଥିବା ପ୍ରି ଅର୍ଡର 5000 ଅତିକ୍ରମ କରିଛି ଏବଂ ବ୍ରଡବ୍ୟାଣ୍ଡ ସେବା ଯୋଗାଇବା ପାଇଁ କମ୍ପାନୀ ଗ୍ରାମାଞ୍ଚଳରେ କାମ କରିବାକୁ ଆଗ୍ରହ ଥିବା ଜଣାପଡ଼ିଛି। ଡିସେମ୍ବର 2022ରେ ଭାରତରେ 2 ଲକ୍ଷ ଟର୍ମିନାଲ ସକ୍ରିୟ ହେବା ଆମର ମୁଖ୍ୟ ଲକ୍ଷ୍ୟ। ଯଦି ସରକାରୀ ଅନୁମୋଦନ ନ ମିଳେ ତେବେ ପ୍ରକୃତ ସଂଖ୍ୟା ତାହାଠାରୁ ବହୁତ କମ୍ କିମ୍ବା ଶୂନ ହୋଇପାରେ ବୋଲି ସେ କହିଛନ୍ତି। ନମ୍ବର 8, ପାଠ୍ୟକ୍ରମରେ ଓଡ଼ିଆ ରଖିବାକୁ ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ। ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଅଣଦେଖା ପ୍ରସଙ୍ଗରେ ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀ ଜଗନ୍ନାଥ ମହତୋଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ପ୍ରଶିକ୍ଷଣ ପାଠ୍ୟକ୍ରମରେ ଓଡ଼ିଆ ଭାଷା ଅନ୍ତର୍ଭୁକ୍ତ କରିବାକୁ ସେ ଝାଡ଼ଖଣ୍ଡ ଗଣଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଶିକ୍ଷକମାନଙ୍କ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ହୋଇଥିବା ତାଲିମ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାକୁ ବାଦ ଦିଆଯାଇଥିଲା। ଏହାକୁ ଟ୍ରେନିଂରେ ଅନ୍ତର୍ଭୁକ୍ତ କରିବାକୁ ଚିଠି କରିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ସେପ୍ଟେମ୍ବର 20 ତାରିଖରେ ଝାଡ଼ଖଣ୍ଡ ଏକାଡେମିକ୍ ପରିଷଦ ଦ୍ୱାରା ପ୍ରକାଶିତ ଏକ
ଏକ ବିଜ୍ଞପ୍ତିରେ ଓଡ଼ିଆ ଭାଷା ସପ୍ତମ କାଗଜରୁ ବାଦ୍ ଦିଆଯାଇଛି, ଯେଉଁଠାରେ ସଂସ୍କୃତ, ବଙ୍ଗାଳୀ, ଉର୍ଦ୍ଦୁ, ହୋ, ମୁଣ୍ଡାରୀ, ସନାଥଲ ଏବଂ କୁଡ଼ମାଳି ଭଳି ଭାଷା ଅନ୍ତର୍ଭୁକ୍ତ କରାଯାଇଛି। ଫଳରେ ଏହା ଓଡ଼ିଆ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଅସନ୍ତୋଷ, ଅବିଶ୍ୱାସ ଏବଂ ଅସନ୍ତୋଷର ଏକ ବାତାବରଣ ସୃଷ୍ଟି କରିଛି। ନମ୍ବର 9, ଓଡ଼ିଶାର ସୌରଶକ୍ତି ପ୍ରକଳ୍ପ କିଣିବ ଆଦାନୀ, 219 କୋଟି ଟଙ୍କାର ବୁଝାମଣା। ଓଡ଼ିଶାରେ ଏସ୍ଏଲ୍ ଗ୍ରୀନ୍ ଏନର୍ଜିର ଥିବା ଏକ ସୌରଶକ୍ତି ପ୍ରକଳ୍ପକୁ ଆଦାନୀ ଗ୍ରୁପ ଅଧିଗ୍ରହଣ କରିବ। ଏଥିପାଇଁ ଉଭୟ ସଂସ୍ଥା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏସ୍ଏଲ୍ ଗ୍ରୀନ୍ ଏନର୍ଜି ପାଖରେ ଥିବା ଏକ ଏସ୍ପିଭିକୁ ଆଦାନୀ ଗ୍ରୁପର ସଂସ୍ଥା ଆଦାନୀ ରିନ୍ୟୁଏବଲ୍ ଏନର୍ଜି କିଣିବ। ଏହି ଏସ୍ପିଭିରେ ଓଡ଼ିଶାରେ ଥିବା 40 ମେଗାୱାଟର ସୌରଶକ୍ତି ପ୍ରକଳ୍ପ ରହିଛି। ଏହି ଅଧିଗ୍ରହଣ ପାଇଁ ଆଦାନୀ 219 କୋଟି ଟଙ୍କା ଦେବ। ବିଦ୍ୟୁତ୍ କିଣିବା ଲାଗି ଭାରତୀୟ ସୌରଶକ୍ତି ନିଗମ ସହିତ ଏକ ବିଦ୍ୟୁତ୍ କିଣା ବୁଝାମଣା ଅର୍ଥାତ୍ ପିପିଏ ରହିଛି। ୟୁନିଟ୍ ପିଛା 4 ଟଙ୍କା 23 ପଇସାରେ ବିଦ୍ୟୁତ୍ ବିକ୍ରି ହେଉଛି। ଏହି ବୁଝାମଣାର ଅବଧି 22 ବର୍ଷ ରହିଛି। ନମ୍ବର 10, ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ପାଇଁ ପିଏଚ୍ଡି ବାଧ୍ୟତାମୂଳକ ନୁହେଁ, କହିଲେ ଧର୍ମେନ୍ଦ୍ର ପ୍ରଧାନ। ସହକାରୀ ପ୍ରାଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ପିଏଚ୍ଡି ଡିଗ୍ରୀ ହାସଲକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସହକାରୀ ପ୍ରାଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ପିଏଚ୍ଡି ଡିଗ୍ରୀ ବାଧ୍ୟତାମୂଳକ ହେବ ନାହିଁ। ତେବେ ଏହି ନିଷ୍ପତ୍ତି କିଛି କାଳ ପାଇଁ ରହିବ। ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ବାତିଲ କରାଯାଇ ନାହିଁ। ପୂର୍ବରୁ ସମସ୍ତ ଭାରତୀୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ନିମନ୍ତେ ପିଏଚ୍ଡି ଡିଗ୍ରୀକୁ ବାଧ୍ୟତାମୂଳକ କରାଯାଇଥିଲା। ସମ୍ପ୍ରତି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏହି ସର୍ତ୍ତକୁ ବାଦ୍ ଦେଇଛି, ଯଦ୍ୱାରା ଖାଲି ପଡ଼ିଥିବା ପଦବୀଗୁଡ଼ିକ ଠିକଣା ସମୟରେ ପୂରଣ ହୋଇପାରିବ ଏବଂ ଅଧ୍ୟାପନା ମଣ୍ଡଳୀ ଅର୍ଥାତ୍ ପ୍ରାଧ୍ୟାପକମାନଙ୍କ ଅଭାବ କାରଣରୁ ଶିକ୍ଷା ପ୍ରଭାବିତ ହେବ ନାହିଁ। ପୂର୍ବରୁ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ନିମନ୍ତେ ଏନ୍ଇଟିକୁ ଗୁରୁତ୍ୱପୂର୍ଣ୍ଣ ଯୋଗ୍ୟତା ସର୍ତ୍ତାବଳୀ ଭାବରେ ବ୍ୟବହାର କରାଯାଉଥିଲା। ତେବେ 2018ରେ ସରକାର ଏକ ବାଧ୍ୟତାମୂଳକ ସର୍ତ୍ତ ରଖି କହିଥିଲେ ଯେ ଏହି ସ୍ତରର ପଦବୀ ନିମନ୍ତେ ଏନ୍ଇଟି ସହିତ ପିଏଚ୍ଡି ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ନମ୍ବର 11, ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବାଙ୍କୀ ଡାକ୍ତରଖାନାକୁ କାୟାକଳ୍ପ ପୁରସ୍କାର। ରାଜ୍ୟ ସରକାରଙ୍କ ପକ୍ଷରୁ କାୟାକଳ୍ପ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ଓ ସହରରେ ଥିବା ଡାକ୍ତରଖାନାରେ କାୟାକଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନା ମାଧ୍ୟମରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରକୁ ସ୍ୱଚ୍ଛ, ପରିଷ୍କାର, ପରିଚ୍ଛନ୍ନ, ସବୁଜିମା ଓ ରୋଗୀମାନଙ୍କର ନିରାପତ୍ତା ପାଇଁ ବ୍ୟବସ୍ଥା କରାଯାଇଥିଲା। ନିକଟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଦଳ ମାଧ୍ୟମରେ ଡାକ୍ତରଖାନାଗୁଡ଼ିକୁ ପରିଦର୍ଶନ ଓ ଅନୁଧ୍ୟାନ କରାଯାଇ ସ୍ୱତନ୍ତ୍ର ରିପୋର୍ଟ ପ୍ରଦାନ ପରେ ବାଙ୍କୀ ଉପଖଣ୍ଡର ବାଙ୍କୀ ଡାକ୍ତରଖାନା ଓ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କାୟାକଳ୍ପ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଶୁକ୍ରବାର କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ସଦ୍ଭାବନା ଗୃହରେ ସ୍ୱତନ୍ତ୍ର ଉତ୍ସବରେ ଆୟୋଜିତ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଛି। ନମ୍ବର 12, ଖୁବ୍ ଶୀଘ୍ର ବିଶ୍ୱକୁ ମିଳିବ ପ୍ରଥମ କୋଭିଡ୍ ବଟିକା। ଦୀର୍ଘ 2 ବର୍ଷ ହେଲା ମହାମାରୀ କୋଭିଡ୍ ସହ ଲଢ଼େଇ କରୁଥିବା ବିଶ୍ୱବାସୀଙ୍କୁ ଖୁବ୍ ଶୀଘ୍ର ଶୁଭ ଖବର ମିଳିବ, କାରଣ ବିଶ୍ୱବାସୀ ପ୍ରଥମ ଥର ପାଇଁ କୋଭିଡ୍ ବିରୋଧୀ ବଟିକା ପାଇବାକୁ ଯାଉଛନ୍ତି। ବିଶ୍ୱର ପ୍ରଥମ କୋଭିଡ୍ ବଟିକା ମୋଲନୁପିରାଭିରର ଟ୍ରାଏଲରୁ ଉତ୍ସାହଜନକ ଫଳାଫଳ ମିଳିଛି। ମୋଲନୁପିରାଭିରକୁ ଆମେରିକାର ଫାର୍ମା କମ୍ପାନୀ ମେର୍କ ଆଣ୍ଡ କୋ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଟ୍ରାଏଲ ବେଳେ ଏହା କୋଭିଡ୍ ବିରୋଧରେ ସଫଳତାର ସହ କାମ କରୁଥିବା ପ୍ରମାଣ ମିଳିଛି। ତେଣୁ କମ୍ପାନୀ ଖୁବ୍ ଶୀଘ୍ର ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକା ସରକାରଙ୍କ ନିକଟରେ ଆବେଦନ କରିବ। ଯଦି ଆମେରିକା ସ୍ୱାସ୍ଥ୍ୟ ଅଧିକାରୀମାନେ ଏହାକୁ ଅନୁମୋଦନ କରନ୍ତି, ତାହେଲେ ବିଶ୍ୱକୁ କୋଭିଡ୍ ବିରୋଧରେ ପ୍ରଥମ ବଟିକା ମିଳିଯିବ। ନମ୍ବର 13, ଆଇଟିଆର୍ ତଥ୍ୟ ଚୋରି ମାମଲା, ଚାନ୍ଦିପୁରରେ କ୍ରାଇମବ୍ରାଞ୍ଚ ଟିମ୍ର ଛାନଭିନ୍। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଆଇଟିଆର୍ ଗୁପ୍ତ ତଥ୍ୟ ଚୋରି ମାମଲାରେ ଜୋରଦାର ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଗତ 4 ଦିନ ହେଲା ଚାନ୍ଦିପୁରରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଇଟିଆର୍ର କିଛି ଠିକା କର୍ମଚାରୀଙ୍କୁ ଡାକି ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରିବା ସହ ସେମାନେ କେତେବେଳେ ଆସୁଛନ୍ତି ଏବଂ ବାହାରକୁ ଯାଉଛନ୍ତି, ଆଇଟିଆର୍ରେ ସେମାନେ କରୁଥିବା କାମ ବିଷୟରେ ପଚାରି ବୁଝିଛନ୍ତି। ଏଥିସହ ସେମାନଙ୍କର ମୋବାଇଲ ଫୋନ୍ଗୁଡ଼ିକୁ ସାଇବର ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଯାଉଛି। ଗତକାଲି ସ୍ଥାନୀୟ ଅଞ୍ଚଳର ଜଣେ ମାଛ ବ୍ୟବସାୟୀଙ୍କୁ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଦୀର୍ଘ ସମୟ ଧରି ଗୋଡ଼େଇ ତୋଡ଼େଇ ଜେରା କରିଥିବା ଜଣାପଡ଼ିଛି। ନମ୍ବର 14, ଭାରତର କଳା ଆଭିମୁଖ୍ୟ, ବ୍ରିଟେନ୍ ନାଗରିକଙ୍କୁ 10 ଦିନ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ। ଭାରତ ସରକାର କାଲି ବ୍ରିଟେନ୍ ବିପକ୍ଷରେ କଳା ଆଭିମୁଖ୍ୟ ଗ୍ରହଣ କରିଛି। ବ୍ରିଟେନ୍ ନାଗରିକ ଭାରତ ଆସିଲେ ସେମାନଙ୍କୁ 10 ଦିନ କ୍ୱାରେଣ୍ଟାଇନ୍ ରହିବା ବାଧ୍ୟତାମୂଳକ କରାଯାଇଛି। ଏପରିକି ଟିକା ନେଇଥିଲେ ମଧ୍ୟ ଏହି ନିୟମ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଛି। ମହାମାରୀ ନେଇ ବ୍ରିଟେନ୍ ରାଜନୀତି କରୁଥିବାରୁ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି। ସେହିପରି ଆମେରିକା, ଅଷ୍ଟ୍ରେଲିଆ ଓ ଇସ୍ରାଏଲ ଦେଶର ନାଗରିକଙ୍କ ଯାତ୍ରା ପାଇଁ ବ୍ରିଟେନ୍ ସୁବିଧାଜନକ ପରିସ୍ଥିତି ସୃଷ୍ଟି କରିଥିଲେ ମଧ୍ୟ ଭାରତ ପାଇଁ କଠୋର ନିୟମ ପ୍ରଣୟନ କରିଥିଲା। କୋଭିସିଲ୍ଡ ଟିକାର ଡବଲ ଡୋଜ୍ ନେଇଥିବା ଭାରତୀୟଙ୍କୁ ବ୍ରିଟେନ୍ରେ 10 ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଥିଲା। ଭାରତ ଏନେଇ ଆପତ୍ତି ଉଠାଇଥିଲା। ବ୍ରିଟେନ୍ ଏନେଇ କହିଥିଲା, ଟିକାକରଣ ପ୍ରମାଣପତ୍ରରେ ସନ୍ଦେହ ରହୁଥିବାରୁ ନିୟମକୁ କଡ଼ାକଡ଼ି କରାଯାଇଛି। ନମ୍ବର 15, ପିପିଲି ଉପନିର୍ବାଚନରେ ଟଙ୍କା କାରବାର ନେଇ ସାଂଘାତିକ ଅଭିଯୋଗ ଆଣିଲେ ପିସିସି ସଭାପତି। ପିପିଲି ଉପନିର୍ବାଚନ ବେଳେ ଟଙ୍କା ବଣ୍ଟା ଯାଉଥିବା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି। ରେଜିଷ୍ଟାରରେ ନାଁ ଲେଖି ଟଙ୍କା ବଣ୍ଟନ କରାଯାଉଥିବା କହିଛନ୍ତି ନିରଞ୍ଜନ ପଟ୍ଟନାୟକ। ନିର୍ବାଚନ ଜିତିବା ପାଇଁ ବିଜେପି ଓ ବିଜେଡି ଉଭୟ ଦଳ ବହୁ ପରିମାଣରେ ଟଙ୍କା ବାଣ୍ଟିଥିବା ସେ ଅଭିଯୋଗ କରିଛନ୍ତି। ତେବେ କଂଗ୍ରେସ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଆଦର୍ଶରେ ନିର୍ବାଚନ ଲଢ଼ିଛି। ତେଣୁ ଫଳାଫଳ କ'ଣ ହେବ, ଭୋଟ ଗଣତି ଦିନ ଜଣାପଡ଼ିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ
दिल्ली उपनिर्वाचन होईछि जोथिपई 2021 सेप्टेम्बर 30 तारिख में भोट पड़ीथिला। नंबर 16 गत 24 घंटा भितर राज्य में 477 संक्रमित चिन्हट। गत 24 घंटा मध्य राज्य में 477 जन कोविड पॉजिटिव चिन्हट होइछंती। एथि भितर 18 वर्ष कम वयस्क 74 जन शिशु और किशोर अछंती। अनुगुड़ 5, बालेश्वर 26, भद्रक 1, बलांगीर 1, कटक 62, देवगढ़ 1, ढेंकानाल 1, गंजाम 2, जगतसिंहपुर 23, जाजपुर 16, झारसुगुड़ा 2, कलाहांडी 7, केन्द्रापड़ा 4, केउझर 5, कोरापुट 4, खोर्धा 200, मयूरभंज 23, नयगढ़ 2, पुरी 16, संबलपुर 11, सोनपुर 2, सुंदरगढ़ 5 जन पॉजिटिव चिन्हट होइछंती। समग्र देश में 24 घंटा मध्य 26,737 नूतन संक्रमण और 277 मृत्यु रेकर्ड करा जाइछि। नंबर 17 टाटा सन्स एयर इंडिया नीलाम रे विजयी होइथिबा खबर रे सत्यता नहीं कहिले सरकार। राष्ट्रीय विमान सेवा कंपनी एयर इंडिया नीलाम रे टाटा सन्स विजयी होइछि बोली गणमाध्यम रे होइथिबा चर्चा को केंद्र सरकार खंडन करिसंती। ए संपर्क रे एक ट्वीट करी केंद्र अर्थ मंत्रालय अधीनस्थ पुंजीनिवेश और राष्ट्रीय उद्योग परिचालन विभाग पक्षरु कुह जाइछि टाटा सन्स एयर इंडिया नीलाम रे विजयी होइछि बोली जो रिपोर्ट गणमाध्यम रे प्रकाशित हेउछि सेथिरे सत्यता नहीं। सरकार निष्पत्ति संपर्क रे यथा समय गणमाध्यम को सूचित करा जिवो। सूचना योग्य जे एयर इंडिया नीलाम दौड़ रे टाटा सन्स सबुठारु आगरे रहिथिबा एक संवाद सरबराह एजेंसी रिपोर्ट देइथिला। ए नीलाम दौड़ रे स्पाइसजेट रो पृष्ठपोषक अजय सिंह मध्य आवेदन करिथिले किंतु एयर इंडिया को अख्तियार करिबा लागि टाटा सन्स अधिक मूल्य उल्लेख करिथिबा कथा रिपोर्ट रे कुह जाइथिला। नंबर 18 बीजेपी सह संपर्क तुटेले आउ जणे बेंगल विधायक। पश्चिमबंग बीजेपी को पुणी थरे झटका लागिछि। पूर्वरु एकाधिक बीजेपी विधायक दड़ छाड़ी टीएमसी रे मिसिथिबा बेले एबे रायगंज विधायक समान पदक्षेप नेबार संकेत दैछंती। अवश्य से टीएमसी रे मिसि नाहंती किंतु बीजेपी सह से संपर्क छिन्न करिसंती। रायगंजर बीजेपी विधायक कृष्णा कल्याणी शुक्रवार एपरी घोषणा करिबा परे होइचई सृष्टि होइछि। पूर्वतन केंद्र मंत्री तथा बीजेपी सांसद देवश्री चौधरी तांको निर्वाचन मंडली रे बारंबार हस्तक्षेप करुथिबारु साधारण लोकंक पई काम करिबा विधायक कृष्णा को पई काठीकर पाठ हो जाइछि। एही कारणरू बीजेपी सह रही काम करिबा तांको सपक्षरे संभव नुहे बोली से कहिसंती। नंबर 19 कृषक माने दिल्ली को श्वासरुद्ध करिसंती कहिले सुप्रीम कोर्ट। कृषक माने समग्र सहरर श्वासरुद्ध करिसंती बोली किछि मास हेबो दिल्ली चारिपटे थिबा रास्ता राजपथ अवरोध करिथिबा चासी माननकु काली सुप्रीम कोर्ट कहिसंती। जंतर मंतर ठारे प्रतिवाद प्रदर्शन करिबा लागि अनुमति देबा पई किसान महापंचायत नामक संगठन दायर करिथिबा एक पिटिशन रो शुणाणी बेले सुप्रीम कोर्ट कहिले समग्र सहर को श्वासरुद्ध करिबा परे एबे कृषक माने सहर मध्य को प्रवेश करिबा को चाहुछंती। उक्त पिटिशन रे केंद्र सरकारक कृषि आईन विरोध रे दिल्लीर जंतर मंतर ठारे प्रतिवाद प्रदर्शन पई अनुमति लोड़ा जाइथिला। एहार शुणाणी करी विचारपति खानविलकर कहिले यात्रारत निरापत्ता कर्मचारी माननकु आपण माने बाधा देउछंती। आपण माने रेल राजपथ अवरोध करूछंती। आपण माननकु केमिति अनुमति मिलिबो। नंबर 20 कांग्रेस छाडुछि भाजपा रे जोग देबी नाही कहिले अमरिंदर। पंजाब रो पूर्वतन मुख्यमंत्री कैप्टेन अमरिंदर सिंह कांग्रेस छाड़िबे ए संपर्क रे निजे कैप्टेन सूचना दैछंती किंतु एठारे केंद्र स्वराष्ट्र मंत्री अमित शाह सहित तांकर साक्षात आलोचना को नहीं से भाजपा रे जोग देबा संपर्क रे जो कल्पना जल्पना प्रकाश पाउथिला सेथिरे से पूर्णछेद पकैछंती। अमरिंदर कहिछंती कांग्रेस रे आउ रहिबा इच्छा तांकर नाही। दलर वरिष्ठ नेतांको सांगरे नै चलिबा व्यवस्था आउ दल भितरे नाही तेणु से कांग्रेस छाडुछंती किंतु भाजपा रे जोग देबे नाही एकथा से स्पष्ट करिछंती। अमरिंदर कहिछंती जे कांग्रेस तांको नाना भाबरे अपमानित करिछि। से सर्वदा पंजाब रो स्वार्थ चिंता करि आसिछंती। नंबर 21 माउंट त्रिशूल जाइथिबा नौसेनार 10 पार्वतरोही निखोज। भारतीय नौसेनार गोटे टीम उत्तराखंड माउंट त्रिशूल आरोहण करुथिबा बेले हिमस्खलन जोगु दुर्घटनार शिकार होइछंती। प्रारंभिक रिपोर्ट रे 10 जन पार्वतरोही निखोज होई जाइथिबा जणा पड़िछि। 15 दिन पूर्वे एही पर्वत आरोहण करिबा पई 20 जणिया दल बाहरिथिले। शुक्रवार हिमस्खलन जोगु सेमाने फसी जाइथिले। 10 जन को उद्धार करा जाइथिला। नेहरू पर्वतारोहण संस्थार टीम कर्नल अमित बिष्टଙ୍କ नेतृत्व रे उद्धार पई जाइछंती। नंबर 22 डेरास सी फूड पार्क परिदर्शन कले सूचना प्रजुक्ति मंत्री। इलेक्ट्रोनिक्स सूचना प्रजुक्ति क्रीड़ा युवसेवा मंत्री तुषारकांति बेहेरा काली डेरास सी फूड पार्क परिदर्शन करिबा सह सेठारे थिबा सुविधा सुजोग शीतल भंडार यूनिट प्रक्रियाकरण पैकेजिंग यूनिट बुली देखिथिले। एथि सहित एठारे थिबा B1 मेराइन कंपनी बुली देखिबा सह प्रमोटर मानक सह आलोचना करिथिले। आईटी और आईटी संपर्कित सेवा द्वारा सेमानक उत्पादन वृद्धि सह सेमाने किपरि अधिक लाभान्वित होई पारिबे सेने मंत्री श्री बेहेरा आलोचना करिथिले। मुख्यमंत्री राज्य रे पुंजीनिवेश शिल्प प्रतिष्ठा जरिया राज्यर विकास धारा को आगे नेबा पई लक्ष्य रखिथिबा बेले आईटी अंतर्भुक्तिकरण संधान पई सूचना प्रजुक्ति मंत्री श्री बेहेरंक शिल्प पार्क गस्त एक शुभ सूचना। नंबर 23 पुनर्बार विश्व महलरू सहयोग लड़िला तालिबान। अफगानिस्तान रे बड़पूर्वक क्षमता अख्तियार करिथिबा तालिबान पुनर्बार विश्व समुदाय ठारू सहयोग लड़िछि। तालिबान शुक्रवार दिन विश्व समुदाय को सानी निवेदन करी आलोचना जरिया रे रहिथिबा भूल बुझामणा दूर करिबा दिगरे सहयोग करिबाकू निवेदन करिछि। इस्लामिक एमिरेट्स ऑफ अफगानिस्तान रो उपप्रधान
प्रधानमंत्री अब्दुल घनी बेरादरଙ୍କ उक्ति को उद्धार करी तालिबान मुखपात्र सुहेल शाहीन कहिसंती आईईईए विश्वर समस्त राष्ट्र सहित उत्तम संपर्क स्थापन करने को चाहूँगी। जदि कहार किसी समस्या रही थाए तेबे ताहा आलोचना बुझामणा जरिए समाधान करने को सेमाने प्रस्तुत अछंती। सेमाने कहार किसी क्षति करने को चाहती नहीं किंबा सेमानकर सेभଳି किसी नीति नहीं। अफगानिस्तान रे भविष्य में शांति स्थापन हेबो। नंबर 24 गाड़ीर वैध पंजीकरण नथिले बीमा दाबी खारज हेबो। गाड़ीर वैध पंजीकरण नथिले बीमा दाबी को प्रत्याख्यान करा जाई पारिबो बोली सुप्रीमकोर्ट कहिसंती। विचारपति यूयू ललितଙ୍କ खंडपीठ मामलार शुणाणी करी कहिसंती जे बीमा पॉलिसीर मौलिक शर्तावली उल्लंघन होइथिले दाबी को प्रत्याख्यान करा जाई पारिबो। ताहा मोटरयान नियम 1988 र धारा 39 और 192 र स्पष्ट उल्लंघन बोली कोर्ट कहिसंती। एथि सहित जातीय कमिशनरଙ୍କ राय को सुप्रीमकोर्ट खारज करिसंती। नंबर 25 नवेम्बर 18 मास हेबा लागिथिबा कटकणा प्रत्याहार हेबो। महामारी पई दीर्घ 18 मास ହେଲା ऑस्ट्रेलिया सरकार अंतर्जातीय सीमारे लगैथिबा ट्रावेल बैन को हटेबाकू घोषणा करिसंती। आसंता मासरू एही ट्रावेल बैन प्रत्याहार हेबो बोली काली ऑस्ट्रेलिया प्रधानमंत्री स्कॉट मॉरिसन घोषणा करिसंती। से कहिसंती एबे ऑस्ट्रेलिया वासी को सेमानंकर जीवन फेरई देबार समय आसीछि। आमे जीवन रक्षा करिबाकू सक्षम होइछु। आमे जीविका को मध्ये सुरक्षित रखिछु किंतु आमे समस्ते मिलित भावे पूर्वरु ऑस्ट्रेलिया वासी धारण करिथिबा जीवन शैली केमिति फेरी पाइबे से कथा निश्चित करिबाकू पड़िबो। नंबर 26 टिकिटी एनएससी को प्लास्टिक मुक्त पई आरंभ है अभियान। टिकिटी विज्ञापित अंचल परिषदर 12टी वार्ड को प्लास्टिक मुक्त करने प्रयास आरंभ होईछि। दीर्घ 5 दिन धरी एही एनएससी र समस्त साही पोखरी रास्ताकड़ पोखरी नाड़ नर्दमारे पड़िथिबा प्लास्टिक को संग्रह करी डंपिंग यार्ड को निया जाइछि। पूरा शहर को चकाचक करा जाइछि। एने विभिन्न वार्डर कांथरे सचेतनता वार्ता लेखाजिबा सह एक सचेतनता रैली बाहरी विभिन्न स्लोगान देई जनसाधारण को प्लास्टिक मुक्त टिकिटी गठन पई बुझाइछंती। सहरर समस्त दुकानरू प्लास्टिक संग्रह करा सह पॉलिथिन व्यवहार न करने को परामर्श दि जाइछि। एही सचेतनता कार्यक्रम में निर्वाही अधिकारी संबित संग्रामजीत साहू समेत एनएससी र समस्त कर्मचारी अंगनवाड़ी कर्मी आत्मसहायिका गोष्ठीर सदस्य स्वेच्छासेवी वरिष्ठ नागरिक माने अंशग्रहण करथिले। नंबर 27 सेप्टेम्बर में देश में जीएसटी राजस्व 1.17 लाख कोटी को वृद्धि। निकटरे शेष होइतिबा सेप्टेम्बर मासरे देशर जीएसटी राजस्व रेकर्ड 1,17,000 कोटी टपी जाइछि। यह सेप्टेम्बर 2020 तुलन में 23% अधिक होइथिबा बेले पूर्व मास अर्थात अगस्त 2021 तुलन में प्राय 4% अधिक। अगस्ट रे 1.12 लाख कोटी जीएसटी संग्रह होइथिला। नंबर 28 मुंड नथिबा शरीरर लाभ कौन? अध्यक्ष नथिबा कही कांग्रेस को बाण मारिला शिवसेना। कांग्रेस दलर जने पूर्णकालीन अध्यक्ष आवश्यक बोली शिवसेना पक्षरु कहुଯାଇଛି। शिवसेना पक्षरु कहुଯାଇଛି जे पंजाब रे राजनीतिक संकट पई कांग्रेस रे नेतृत्व द्वंद्व सह बीजेपी मध्य दायी। जदियो राहुल गांधी कांग्रेस दलर अनेक समस्यार समाधान करने को चेष्टा करुछंती तथापि तांकु रोकिबा पई दलर पुरातन नेता माने बीजेपी सहित एक गुप्त चुक्ति करिसंती। तेणु सेमाने दल को बुड़ेइबाकू लक्ष्य रखिछंती। शिवसेनार मुखपात्र सामनारे संपादकीय लेखा जाइछि जे कांग्रेस को जड़े पूर्णकालीन अध्यक्ष दरकार। मुंड बिना शरीरर व्यवहार कौन? कांग्रेस असुस्थ थिबा बेले यार चिकित्सा कराजिबा उचित किंतु चिकित्सा ठीक कि भूल समीक्षा कर जाऊ। नंबर 29 भारत ऑस्ट्रेलिया दिवारातर महिला टेस्ट मैच। भारत 1 विकेट रे 132। टेस्ट मैच रे ऑस्ट्रेलिया मुकाबला करिबा पई भारतीय महिला क्रिकेट दलर 15 वर्ष प्रतीक्षार अंत घटिछि। यस प्रथम दिवारातर और गोलापी बॉल टेस्ट मैच खेलिबाकू भारतीय महिला क्रिकेट दल जो स्वप्न देखिथिला ताहा मध्य साकार होईछि। हेले मैचर प्रथम दिन रे खेल रे वर्षा बाधक साजिछि। शुक्रवार घरी ऑस्ट्रेलिया और भारत मध्य एकमात्र महिला टेस्ट मैच आरंभ होइथिला बेले वर्षा जोगु प्रथम दिन रे 100 बदल रे मात्र 44.1 ओवर खेल संभव होईछि। तेबे एतिकी समय भारतीय ओपनर स्मृति मंधाना तांको बैटिंग प्रतिभा देखि पारिछंती। मंधाना प्रथम दिन रे 80 रन करी अपराजित रहिबारु वर्षा जोगु जल्दी प्रथम दिन स्टंप अपसारण बेलकू भारत 1 विकेट रे 132 रन करि पारिछि। नंबर 30 आईपीएल अधारू ओहरिले क्रिस गेल। आईपीएल अधारू ओहरिले पंजाब किंग्स रो दुर्दश बैट्समैन क्रिस गेल। फଳରେ यूएई रे हेबाकु थिबा बड़क मैच रे पंजाब पक्षरु खेलिबे नाही गेल। बायोबबल रे दीर्घ दिन रही क्लांत होई पड़िथिबा हेतु टिके फांका समय अतिबाहित करिबाकू आईपीएल बायोबबल रु निजको दूरेई रखिछंती गेल। आउ आईपीएल रो बायोबबल रु बाहरिबा अर्थ टूर्नामेंट रु आउट हेबा। कारण भारत रे कोविड कारणरू आईपीएल को अधारू स्थगित रखिबाकू पड़िथिला। परे यूएई रे बड़क मैच खेलिबाकू निष्पत्ति निया जाइथिला। तेणु यूएई रे होइथिबा बड़क मैच पई बायोबबल कटकणा को कड़ाकड़ी करा जाइछि। भिडियोटी को संपूर्ण देखिथिबारु बहुत बहुत धन्यवाद।